ଆଜିର ଗଳ୍ପର ନାମ ଗର୍ଭଗଞ୍ଜନ ହରି। ଏକଦା ଭଗବାନ କୃଷ୍ଣ ଏବଂ ଅର୍ଜୁନ ଯମୁନା କୂଳରେ ବୁଲୁଥିଲେ। ନଦୀଟି କୃଷ୍ଣଙ୍କ ମନରେ କୌତୁକ ଭରା ବାଲ୍ୟକାଳର ସୁଖ ସ୍ମୃତି ଜାଗ୍ରତ କରୁଥାଏ। ଅର୍ଜୁନ କିନ୍ତୁ କୁରୁକ୍ଷେତ୍ର ଯୁଦ୍ଧ ସମ୍ପର୍କରେ ଚିନ୍ତା କରୁଥାନ୍ତି। ଯୁଦ୍ଧ ଆରମ୍ଭ ହେବାକୁ ଅଳ୍ପ ଦିନ ବାକି ଥାଏ। କୌରବମାନଙ୍କ ବିଷୟରେ ଚିନ୍ତା କରି ସେ ଯୁଦ୍ଧକ୍ଷେତ୍ରରେ ଜଣେ ଧନୁର୍ଦ୍ଧାରୀ ରୂପେ ନିଜର ସାହସ ଏବଂ ପଟୁତା ସମ୍ପର୍କରେ ସଚେତନ ହେଉଥାନ୍ତି। ଅର୍ଜୁନ ନିଜକୁ କହୁଥିଲେ, ଧନୁ ଚାଳନାରେ ମୋ ସମକକ୍ଷ ବୀର ସାରା ପୃଥିବୀରେ କେହି ନାହିଁ। ନିକଟରେ ଯମୁନା ନଦୀ ପ୍ରବାହିତ ହେଉଥିବାର ଦେଖି ପ୍ରଶସ୍ତ ନଦୀ ଉପରେ ସେ ସର ସେତୁଟିଏ ନିର୍ମାଣ କରିପାରିବେ ବୋଲି ଅନୁଭବ କଲେ। ଅର୍ଜୁନଙ୍କ ମନରେ ଗୋଟିଏ ଅଜବ ଭାବନା ଉଙ୍କି ମାରିଲା। ରାବଣ ବିରୁଦ୍ଧରେ ଲଢ଼ିବା ପାଇଁ ଲଙ୍କାକୁ ଯାଉଥିବା ବେଳେ ଶ୍ରୀରାମ ଯାହା କରିପାରି ନଥିଲେ ମୁଁ ତାହା କରିପାରିବି, ସେ ଏପରି ମନେ ମନେ ଚିନ୍ତା କଲେ। କୃଷ୍ଣ ଅର୍ଜୁନଙ୍କ ହୃଦୟରେ ଦାମ୍ଭିକତା ଓ ଅହଙ୍କାର ବୃଦ୍ଧି ପାଉଥିବାର ଜାଣି କହିଲେ, ଅର୍ଜୁନ, ତୁମେ ମନେ ମନେ ହସିବା ଭଳି ଜଣାପଡ଼ୁଛ ଯେ ମୁଁ ଆଶା କରୁଛି ତୁମେ ମୋର କୌଣସି ଭୁଲ ବିଷୟରେ ଭାବୁନାହଁ ତ? ଟିକିଏ ଥଙ୍ଗେଇ ଥଙ୍ଗେଇ ଅର୍ଜୁନ କହିଲେ, ହଁ, ମୁଁ ମନେ ମନେ ଟିକେ ହସୁଥିଲି। ମୋର ରାମଚନ୍ଦ୍ରଙ୍କ କଥା ମନେ ପଡ଼ିଗଲା। ଲଙ୍କାକୁ ଯିବା ବାଟରେ ଗୋଟିଏ ପଥର ବନ୍ଧ ନିର୍ମାଣ କରିବା ପାଇଁ ସେ ବାନରମାନଙ୍କୁ ନିଯୁକ୍ତି କରିଥିଲେ। ମୁଁ ଥିଲେ ଆଖି ପିଛୁଳାକେ ତାଙ୍କ ପାଇଁ ଗୋଟିଏ ସର ସେତୁ ନିର୍ମାଣ କରିଦେଇଥାନ୍ତି। କୃଷ୍ଣ ଅର୍ଜୁନଙ୍କ ଗର୍ବ ଭାଙ୍ଗିବାକୁ ସ୍ଥିର କଲେ। ସେ ଅର୍ଜୁନଙ୍କୁ ବୁଝାଇ କହିଲେ ଯେ ଶକ୍ତିଶାଳୀ ବାନର ସେନାଙ୍କ ଓଜନ ସହି ନପାରି କ୍ଷଣକେ ସେତୁଟି ଚୁରମାର ହେବାର ଆଶଙ୍କା ଥିବାରୁ ସେ ସରସେତୁ ନିର୍ମାଣ କଲେ ନାହିଁ। ଅର୍ଜୁନ ଗମ୍ଭୀର ସ୍ୱରରେ କହିଲେ, ବାନରମାନଙ୍କର ଓଜନ ସହ୍ୟ କରିବା ଭଳି ରାମ କ'ଣ ଶକ୍ତିଶାଳୀ ସେତୁଟିଏ ନିର୍ମାଣ କରିପାରି ନଥାନ୍ତେ? ମୁହୂର୍ତ୍ତଟିଏ ଚିନ୍ତା କରି କୃଷ୍ଣ ଆନନ୍ଦରେ କହିଲେ, ରାମଙ୍କ ସେନାବାହିନୀରେ ଗୋଟିଏ ଶକ୍ତିଶାଳୀ ବାନର ଅଦ୍ୟାବଧି ବଞ୍ଚି ରହିଛି। ଅର୍ଜୁନ, ଯମୁନା ଉପରେ ତୁମେ ସେତୁ ନିର୍ମାଣ କର। ସରସେତୁ ଶକ୍ତି ପରୀକ୍ଷା କରିବା ପାଇଁ ମୁଁ ସେହି ବାନରକୁ ଡାକିବି। ଗର୍ବର ସହିତ ଅର୍ଜୁନ ଶ୍ରୀକୃଷ୍ଣଙ୍କ ଆହ୍ୱାନକୁ ଗ୍ରହଣ କଲେ। ଅଳ୍ପ ସମୟ ମଧ୍ୟରେ ଅର୍ଜୁନଙ୍କର ସରସେତୁ ପ୍ରଶସ୍ତ ନଦୀ ଉପରେ ବିସ୍ତାରିତ ହେଲା। କୃଷ୍ଣ କହିଲେ, ହନୁମାନ, ଶୀଘ୍ର ଆସ। ହଠାତ୍ ଗୋଟିଏ ଦୀର୍ଘକାୟ ବାନର କୃଷ୍ଣଙ୍କ ସମ୍ମୁଖରେ ଉପସ୍ଥିତ ହେଲା ଏବଂ ତାଙ୍କ ପାଦ ପ୍ରାନ୍ତରେ ପ୍ରଣତି ଜଣାଇଲା। କୃଷ୍ଣ ତାଙ୍କୁ ସେତୁ ଉପରେ ଚାଲିବା ପାଇଁ ଆଦେଶ ଦେଲେ। କୃଷ୍ଣ ଶୀଘ୍ର ଲଜ୍ଜିତ ହେବେ ଭାବି ଅର୍ଜୁନ ମନେ ମନେ ହସୁଥାନ୍ତି। ଟିକେ ଇତସ୍ତତ ହୋଇ ବାନରଟି ସେତୁ ଉପରେ ତାର ଡାହାଣ ପାଦ ପକାଇଲା, କିନ୍ତୁ ଅନ୍ୟ ପାଦଟି ଉଠାଇବା ପୂର୍ବରୁ ସମଗ୍ର ସେତୁଟି ଭୁଷୁଡ଼ି ପଡ଼ିଲା। ଏବେ ଅର୍ଜୁନ ଆଡ଼େ ଅନାଇ କୃଷ୍ଣ ହସିଲେ। ଅର୍ଜୁନ ଲଜ୍ଜିତ ହୋଇ ନିଜର ଧନୁତୀର ପରିତ୍ୟାଗ କରି କୃଷ୍ଣଙ୍କର ଶରଣାଗତ ହେଲେ। ଅର୍ଜୁନଙ୍କୁ ଉଚିତ ଉପଦେଶ ଦେଇ ଶ୍ରୀକୃଷ୍ଣ କହିଲେ, ଅର୍ଜୁନ, ମନ ଊଣା କର ନାହିଁ। ସ୍ୱୟଂ ରାମଚନ୍ଦ୍ର ମଧ୍ୟ ଏହି ବାନରମାନଙ୍କ ପାଇଁ ଶକ୍ତିଶାଳୀ ସରସେତୁଟିଏ ନିର୍ମାଣ କରିପାରିନଥିଲେ। ତୁମେ ନ ପାରିଲେ ଲଜ୍ଜିତ ହେବ କାହିଁକି? କିନ୍ତୁ ଏଇ ଶିକ୍ଷା ସବୁଦିନ ପାଇଁ ମନେ ରଖ। ଦମ୍ଭ ଏବଂ ଅହଙ୍କାରକୁ କେବେ ହେଲେ ହୃଦୟରେ ସ୍ଥାନ ଦିଅ ନାହିଁ। ସେମାନେ ବୀରର ସବୁଠାରୁ ବଡ଼ ଶତ୍ରୁ ଏବଂ ନିଶ୍ଚିନ୍ତ ଭାବେ ତାର ଅଧପତନ ଘଟାଇଥାନ୍ତି। ଅର୍ଜୁନ ତତ୍କ୍ଷଣାତ୍ କୃଷ୍ଣଙ୍କ ଉପଦେଶ ଗ୍ରହଣ କଲେ। ଏହିପରି ଭାବେ ସେ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ନିଜ ରଥ ଉପରେ କପିଧ୍ୱଜ ଅର୍ଥାତ୍ ହନୁମାନ ଚିହ୍ନିତ ପତାକା ଉଡ଼ାଇଥିଲେ। ଆଚ୍ଛା, ଆମେମାନେ ଏହି ଗଳ୍ପରୁ କ'ଣ ଶିକ୍ଷା ଲାଭ କଲେ? ଆମେମାନେ ଏହା ଶିକ୍ଷା କଲେ ଯେ କେବେ ହେଲେ ନିଜ ହୃଦୟରେ ଗର୍ବ କିମ୍ବା ଅହଙ୍କାରକୁ ସ୍ଥାନ ଦେବା ଉଚିତ ନୁହେଁ, କାରଣ ଏମାନେ ମନୁଷ୍ୟର ସବୁଠାରୁ ବଡ଼ ଶତ୍ରୁ ଏବଂ ଶୀଘ୍ର ଅଧପତନର କାରଣ ମଧ୍ୟ। ନିଜର କ୍ଷମତା ଉପରେ ଗର୍ବ ଅହଙ୍କାର ଆସିପାରେ, କିନ୍ତୁ ପ୍ରକୃତ ମହାନତା ନମ୍ରତାରେ ହିଁ ରହିଛି। ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ମଧ୍ୟ ମନେ ରଖିବାକୁ ହେବ ଯେ ବିଶ୍ୱାସ, ଭକ୍ତି ଏବଂ ଜ୍ଞାନ ଅହଙ୍କାର ଅପେକ୍ଷା ଅଧିକ ଶକ୍ତିଶାଳୀ। କେବଳ ନମ୍ରତା ମାଧ୍ୟମରେ ହିଁ ଜଣେ ପ୍ରକୃତରେ ଉପରକୁ ଉଠିପାରିବ, ଅହଙ୍କାର ଦ୍ୱାରା ନୁହେଁ। ଭଗବାନ ମଧ୍ୟ ଭକ୍ତର ସବୁ କିଛି ସହ୍ୟ କରିପାରିବେ, କିନ୍ତୁ ଅହଙ୍କାରକୁ ନୁହେଁ।
ସେଥିପାଇଁ ବା କଥାରେ ଅଛି, ଗର୍ବ ଗଞ୍ଜନ ନରହରି, ଗର୍ବ ନ ସହନ୍ତି କାହାରି। ତେବେ ଆଜି ପାଇଁ ଏତିକି। ପୁଣି ଥରେ ଦେଖାହବା ଆଗାମୀ ଗଳ୍ପରେ। ସେଥି ପର୍ଯ୍ୟନ୍ତ ସମସ୍ତେ ଖୁସିରେ ରୁହନ୍ତୁ ଓ ସର୍ବଦା ହସୁଥାନ୍ତୁ।